ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା ବାଟପନ୍ଥୀଙ୍କ ପୀଠରେ ବାର୍ଷିକ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ଅଧିବାସ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ମାଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବଣ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠରେ ମାନସିକ କଲେ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ଥିବାରୁ ଏଠାରେ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପୂଜାର୍ଚ୍ଚନା ସମୟରେ ହରିବୋଲ ହୁଳହୁଳିରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମାନସିକଧାରୀ ଭକ୍ତ କୁକୁଡ଼ା ବୋଦା ଆଦି ବଳି ପକାଇଥିଲେ। ଦିନ ତମାମ ଏଠାରେ ଯାତ୍ରା ହେଉଥିବା ବେଳେ ରାତିରେ ରାମନାଟକ ପରିବେଷଣ ହୋଇଥିଲା। ବଡ଼ସିଲିଙ୍ଗା ପଞ୍ଚାୟତର 33ଟି ଗ୍ରାମର ଏହା ମୁଖ୍ୟ ପର୍ବ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। विधायक रमेश चंद्र बेहरा, ब्लॉक अध्यक्षा जुना जेना, जिला परिषद सभ्य नरेश कुमार बेहरा, विभिन्न पंचायत सरपंच समिति सभ्यों समेत बहु बुद्धिजीवी उपस्थित थे। नयागढ़ जिला प्रतिनिधि रिपोर्ट प्रसार न्यूज।